ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ ଆପଣ ସମସ୍ତଙ୍କୁ ନମସ୍କାର ଜ୍ଞାପନ କରେ। ଏହି ସମୟରେ ଏହି ଫେସବୁକ୍ରୁ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ଲୋକମାନେ ଆପଣମାନେ ଯୀଶୁଙ୍କର ଜନ୍ମ ପର୍ବ ଆପଣମାନେ ପାଳନ କରନ୍ତି। କିନ୍ତୁ ଯୀଶୁଙ୍କର ଶିକ୍ଷା କ'ଣ ବୋଲିକି ଆପଣମାନେ ପ୍ରକାଶ କରନ୍ତି। ହେରୋଦ ରାଜାଙ୍କ ସମୟରେ ଯୀଶୁଙ୍କର ଜନ୍ମ, ଗୁହାଳ କୁଣ୍ଡରେ ଯୀଶୁଙ୍କର ଜନ୍ମ ଏବଂ ପିତା ହେଉଛନ୍ତି ଯୋସେଫ, ମାତା ହେଉଛନ୍ତି ମରିୟମ। ହେରୋଦ ରାଜା ଯୀଶୁଙ୍କୁ ମାରିବା ନିମନ୍ତେ ନିର୍ଣ୍ଣୟ ନେଲା। ଯୀଶୁ ମିଶରରେ ଗଲେ, ବେତେଲହେମରେ ଗଲେ, ନାଜରିତରେ ଗଲେ। ଯୀଶୁ ଏମିତି ଏମିତି ଜନ୍ମିଲେ। ସେ ଶାନ୍ତି ରାଜା, ପରାକ୍ରାନ୍ତ ପରମେଶ୍ୱର ଏବଂ ମରିୟମକୁ ଦୂତ ପ୍ରେରଣ କଲେ। ସେ ଗର୍ଭବତୀ ହେଲେ ପବିତ୍ର ଆତ୍ମାଙ୍କର ଦ୍ୱାରା। ତମେ ଯୀଶୁ ବୋଲି ନାଁ ଦେବ। ଏ ପ୍ରକାର ଲୋକମାନେ ବର୍ତ୍ତମାନ ସମୟରେ ପ୍ରକାଶ କରୁଛନ୍ତି। କିନ୍ତୁ ଆପଣମାନଙ୍କୁ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମେମାନେ ଯୀଶୁଙ୍କର ଜନ୍ମ ବିଷୟ ବା ଯୀଶୁଙ୍କର ସୁସମାଚାର, ଜନ୍ମର ସୁସମାଚାର ଆମେମାନେ କେମିତି କହିବା ଦରକାର, କିଛି ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ଆମେ ଯୀଶୁଙ୍କର ଜନ୍ମ ବିଷୟ ଯଦି ଗୋଟିଏ ବ୍ୟକ୍ତିଙ୍କ ପାଖରେ ଯଦି ପ୍ରକାଶ କରୁଅଛୁ, ତାହେଲେ ଆମେମାନେ ଆଦି ପୁସ୍ତକ ଠାରୁ, ପରମେଶ୍ୱରଙ୍କ ଠାରୁ ଯୀଶୁଙ୍କର ମୃତ୍ୟୁ ହୋଇ ଉଠିଲା ପରେ ଏବଂ କ'ଣ କ'ଣ ଘଟିବା ପାଇଁ ଯାଉଅଛି ଏହି ବିଷୟ ମଧ୍ୟ ଆମେମାନେ ପ୍ରକାଶ କରିବା ଦରକାର। ପରମେଶ୍ୱର ନିଜର ପୁତ୍ରକୁ ଏହି ଜଗତରେ ପ୍ରେରଣ କଲେ ଏବଂ ସେହି ପୁତ୍ରକୁ ପ୍ରେରଣ କରିବା ନିମନ୍ତେ ଗୋଟିଏ ଦେହ ବା ଶରୀର ଦରକାର ଥିଲା ଏବଂ ସେ ଆସିଲେ, ଶିକ୍ଷା ଦେଲେ ଏବଂ ସେ ଯାଇଅଛନ୍ତି। ପ୍ରଭୁ ଯୀଶୁଙ୍କର ସମସ୍ତ ବିଷୟ ଆମେମାନେ କହିବା ଦରକାର ଏବଂ ପ୍ରଭୁ ଯୀଶୁ ମନୁଷ୍ୟମାନଙ୍କର ଈଶ୍ୱର ଅଟନ୍ତି ବା ସମସ୍ତ ମାନବ ଜାତିର ଈଶ୍ୱର ଅଟନ୍ତି। ଆମେମାନେ ଆଦି ପୁସ୍ତକ ଠାରୁ ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ପ୍ରଭୁ ଯୀଶୁଙ୍କର ଜନ୍ମର ବିଷୟ ଆମେମାନେ ପ୍ରକାଶ କରିବା ଦରକାର। ଯୀଶୁ କେମିତି ଏହି ଜଗତରେ ଆସିଲେ, ପରମେଶ୍ୱର ଏହି ଜଗତକୁ ପ୍ରେମ କଲେ, ସେଥିପାଇଁ ନିଜର ପୁତ୍ରକୁ ଏହି ଜଗତରେ ପ୍ରେରଣ କଲେ। ସେହି ପୁତ୍ର କ'ଣ କ'ଣ କରିଅଛି ଏବଂ କରିଲା ପରେ ସେ କେମିତି ସେ ସ୍ୱର୍ଗାରୋହଣ ହେଲେ, ତାକୁ କେମିତି ଲୋକମାନେ ମାରିଲେ ଏବଂ ସେ ନିଜେ ମୃତ୍ୟୁବରଣ କଲେ ଏବଂ ସେ ସ୍ୱର୍ଗାରୋହଣ ହେଲା ପରେ ସେ କ'ଣ କ'ଣ ଶିକ୍ଷା ଦେଇଅଛନ୍ତି ଏବଂ କ'ଣ କ'ଣ ଘଟିବା ପାଇଁ ଯାଉଅଛି, ଏହି ସବୁ ବିଷୟ ଆମେମାନେ ପ୍ରକାଶ କରିବା ଦରକାର। ଏବଂ ଆପଣମାନେ ଯଦି ଦେଖିବେ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ମାଥିଉ, ମାର୍କ, ଲୁକ, ଜହନ ଏହି ଜାଗାର ପ୍ରଭୁ ଯୀଶୁଙ୍କର ରୂପ ଅଲଗା ଏବଂ ପ୍ରକାଶିତ ବାକ୍ୟରେ ସେଇ ନିଜର ଶିଷ୍ୟ ଜହନ ହିଁ ଦେଖୁଅଛନ୍ତି ସେଇ ଜାଗାର ରୂପ ଅଲଗା। ଏହି ସମସ୍ତ ବିଷୟ ଆମେମାନେ ପ୍ରକାଶ କରିବା ଦରକାର। ଆମେ ତ ଯୀଶୁଙ୍କର ଜନ୍ମ ବିଷୟ କହୁଅଛୁ, କିନ୍ତୁ ଆଦ୍ୟରୁ ପରମେଶ୍ୱରଙ୍କ ଠାରୁ ଆମେମାନେ ଲୋକମାନଙ୍କ ପାଖରେ ପ୍ରକାଶ କରିବା ଦରକାର। ଏହି ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ଆଶୀର୍ବାଦ